ଆମେ ପଢୁଛୁ blessings of the grace. Mother, the wrong we have done, can it always be rectified or can it be effaced by concentration or by any other method? ଆମେ ଯେଉଁ ସବୁ ଭୁଲ କରୁଛୁ ମାଙ୍କୁ ସେ ପ୍ରଶ୍ନ କରୁଛନ୍ତି ଆମେ ଯେଉଁ ସବୁ ଭୁଲ କରୁଛୁ ତାକୁ ପରିବର୍ତ୍ତନ କରିହେବ କି ଏକାଗ୍ରତା ଦ୍ୱାରା କିମ୍ବା ଆଉ କୌଣସି ମେଥଡ଼ରେ ଉପାୟ ଅବଲମ୍ବନ କରି ତାକୁ ଦୂର କରିଦେଇ ହେବ ତାର ଫଳାଫଳ ନଷ୍ଟ କରିଦେଇ ହେବ ମାକେଲେ both are possible to rectify and to efface ଦୁଇଟା ଜିନିଷ ସମ୍ଭବ ତାକୁ ଭ୍ରମ ସଂଶୋଧନ କରିବା ଭୁଲକୁ ଠିକ୍ କରିଦେବା କିମ୍ବା ତା ଫଳାଫଳକୁ ଉଡ଼େଇଦେବା but in both cases although in different degrees a transformation of the nature of the character is necessary ଉଭୟ କ୍ଷେତ୍ରରେ ସ୍ତର ଅଛି ବିଭିନ୍ନ ସ୍ତରରେ ପ୍ରକୃତିର ରୂପାନ୍ତର ଚରିତ୍ରର ରୂପାନ୍ତର ଏକଦମ ଦରକାର ଏଠି ତାପରେ ବଢ଼ିଆ କହିଛନ୍ତି the part which has done wrong must first be changed in oneself before hoping to be able to change the consequence of one's action. ये ହେଲା ସମଗ୍ର ଚିଠିର ସାରାଂଶ the part which has done wrong ଯେଉଁ ଅଂଶ ଭୁଲ କରୁଛି must first be changed in oneself ସେ ନିଜେ ପରିବର୍ତ୍ତନ ହେବା ଦରକାର ନିଜ ଭିତରେ before hoping to be able to change the consequence of one's action. ତାପରେ କ'ଣ ଆଉ କିଛି ହେବା ପୂର୍ବରୁ କ'ଣ ହେବା ପୂର୍ବରୁ ଯେଉଁ ଭୁଲ କାର୍ଯ୍ୟର ଫଳାଫଳ ତାକୁ ଦୂର କରିବା ପୂର୍ବରୁ ସେ ନିଜେ ପରିବର୍ତ୍ତନ ହେବ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଯାହାକୁ ଆମେ କେବେ ବି ନଜର ଦେଉନି ସେଇଟା ହେଲା ମୁଁ ମନେକର କ୍ରୋଧବଶତଃ କିଛି କହିଦେଲି ରାଗର ଉତ୍ତେଜନାରେ କିଛି କହିଦେଲି ତାପରେ ଅନୁତାପ କଲି ଯେ ଏମିତି କହିବାଟା ଠିକ୍ ହେଇନି ଏମିତି କହିବାଟା ତାମାନେ ମୁଁ ଚାହୁଁଛି ଯାହା କହିଲି ତା ଫଳାଫଳଟା ନ ହେଉ ଯେଉଁ ଭୁଲଟା ମୁଁ କଲି ତାର ଫଳାଫଳ କିଛି ନ ହେଉ ସେ କହିବା ହେଉ ବା ଯେକୌଣସି କାର୍ଯ୍ୟ ହେଉ କିନ୍ତୁ ତା ପୂର୍ବରୁ ଯେଉଁ ସକାଶେ ମୁଁ ଭୁଲ କଲି ମୋ ଭିତରର ଯେଉଁ ଅଂଶ ଦ୍ୱାରା ପ୍ରଣୋଦିତ ହୋଇ ପ୍ରରୋଚିତ ହୋଇ ଯେଉଁ ଭୁଲଟା ମୁଁ କଲି ସେଇ ଅଂଶଟା ଚେଞ୍ଜ ହେବା ଦରକାର ତା ନହେଲେ ସେ ଭୁଲ ଆଉ ଥରେ ହେବ ମନେକର ମୁଁ ରାଗିକିରି କିଛି କହିଦେଲି ତାର ଫଳାଫଳ ନିଶ୍ଚୟ ଖରାପ ବୋଲି ଦେଖିଲି ପ୍ରାର୍ଥନା କଲି ଯେମିତି ଏଇଟା ନ ହେଉ ତା ପୂର୍ବରୁ ଯେଉଁ ଅଂଶ ଦ୍ୱାରା ଯେଉଁ କ୍ରୋଧ ଦ୍ୱାରା ପରିଚାଳିତ ହେଇ ମୁଁ କହିଲି ସେଇ ଜିନିଷଟା ପରିବର୍ତ୍ତନ ହେବା ଦରକାର ତା ନହେଲେ ପୁଣି ସେ ବିଷୟ ଚାଲି ଆସିବ ଏଇ ଗୋଟିକ ଆମେ ସବୁବେଳେ କର୍ମଫଳ ନ ହେବା ପାଇଁ ଚାହୁଁ ଯେଉଁ କର୍ମ କଲି ତା ଖରାପ ଫଳଟା ଯେମିତି ନ ହେଉ ତା ପୂର୍ବରୁ ସେ କର୍ମଫଳଟା ରିପିଟ୍ ଯେମିତି ନ ହେଉ ସେ ବିଷୟରେ ଚିନ୍ତା କରିବା ଦରକାର ମଦର କହିଲେ during the concentration should we fix the thought on one thing or should we think of nothing and remain silent also within that is without thinking ମା ଏକାଗ୍ରତା ବେଳେ ଆମେ ଚିନ୍ତାକୁ ଗୋଟେ କୌଣସି ବସ୍ତୁ ଉପରେ ଏକାଗ୍ର କରି ରଖିବା କୌଣସି କଥା ଉପରେ କିମ୍ବା କିଛି ଭାବିବାନି ଏକଦମ ନୀରବ ହୋଇକି ରହିବାକୁ ଚେଷ୍ଟା କରିବା ମା କହିଲେ certainly if one is capable of ceasing to think it is the best possible thing ମା କହିଲେ ନିଶ୍ଚିତ ଭାବରେ ଯଦି ଜଣେ ଚିନ୍ତା କରିବାରୁ ବିରତ ରହିବ ତାଠୁ ଭଳି ଭଲ କଥା ଆଉ କିଛି ନାହିଁ ଏଇଟା ହେଉଛି ଗୋଟେ ଏକ୍ସପେରିମେଣ୍ଟ ଜଣେ କରିପାରେ ଆମେ ଜେନେରାଲି ଆମ କାର୍ଯ୍ୟଧାରା ନିୟନ୍ତ୍ରିତ ହୁଏ ଚିନ୍ତା ଦ୍ୱାରା କେମିତି ହୁଏ ଚିନ୍ତା ସଜେଷ୍ଟ କରେ ଆମକୁ ଗୋଟେ କାମ କରିବା ପାଇଁ ସେ କାମ ଆମେ କରୁ ଏଇ ଭାବରେ କାର୍ଯ୍ୟଧାରା ନିୟନ୍ତ୍ରିତ ହୁଏ ମନେକର ଚିନ୍ତା ନାହିଁ ଚିନ୍ତା ନଥିଲେ ମାନସିକ ଶିକ୍ଷା ନାହିଁ ଶିକ୍ଷା ବହିରେ ତା ଲାଷ୍ଟ ପୋର୍ସନଟା କ'ଣ ଚିନ୍ତା ଉପରେ ଯେଉଁ କଣ୍ଟ୍ରୋଲ ଯେତେବେଳେ ଯେଉଁ ଜିନିଷ ଚାହିଁବ ଚିନ୍ତା କରିବ କିମ୍ବା ଚିନ୍ତାରେ ସମ୍ପୂର୍ଣ୍ଣ ବିରତ ରହିବ ଏଇଟା ଯଦି କରାଯାଇପାରେ କାରଣ ଆମେମାନେ ଏତେ ଆଇଡେଣ୍ଟିଫାଏଡ୍ ହେଇଛୁ ଏକତ୍ୱ ଲାଭ କରୁଛୁ କାହା ସାଙ୍ଗରେ ଚିନ୍ତା ସାଙ୍ଗରେ ସବୁବେଳେ ଆମେ ଭାବୁଛେ ମୁଁ ଚିନ୍ତା କରୁଛି ଚିନ୍ତା ଯେମିତି ମୋର ନିଜର ବ୍ୟକ୍ତିଗତ ବସ୍ତୁ ମୁଁ ଚିନ୍ତା କରୁଛି କିନ୍ତୁ ଭୁଲି ଯାଉ ଯେ ଚିନ୍ତା ବାହାରୁ ଆସି ମୋ ଭିତରେ ପ୍ରବେଶ କରୁଛି ବାହାରୁ ଆସି ପ୍ରବେଶ କରିକିରି ଅସୁବିଧା ସୃଷ୍ଟି କରୁଛି
ସେଇଟା କୁ ଆମେ ଭୁଲି ଯାଉ। ତେଣୁ ଯେତେବେଳେ ଆମେ କୌଣସି ବସ୍ତୁ ଉନ୍ନତି ଚାହୁଁ ବା କଣ୍ଟ୍ରୋଲ ଚାହୁଁ ନିଜ ଉପରେ, ପ୍ରଥମ କଥା ଚିନ୍ତା ଉପରେ ଏକାଗ୍ର ହେବା ଦରକାର। ଏ ଚିନ୍ତାକୁ ଦୂର କରିଦେବା ଦରକାର। ଶ୍ରୀମଦଙ୍କର ଗୋଟେ ଦିନ ଭିତରେ ସବୁ ହେଇଥିଲା। ସେ କହୁଛନ୍ତି ଯେ ଯଦି ପସିବଲ୍ ହୁଏ ଚିନ୍ତାକୁ ଦୂର କରିପାରିବ, ଇଚ୍ଛା ଅନୁସାରେ ନୀରବ ରହିପାରିବ, ତାଠୁ ଭଳି ଭଲ ବସ୍ତୁ କିଛି ନାହିଁ। ଆମେ ଫେରିଯିବା ଆଉ ଏକ ଦିଗକୁ। ସେ ଦିଗ ହେଉଛି ଯେ ଏଗୁଡ଼ାକ ହେଉଛି ଆମ କାମ, ବାହାରେ ବାଜା ବଜେଇବା ଆମ କାମ ନୁହେଁ। ବାଜା ବଜେଇବାଟା ଆମେ ଗୋଟେ ମିନ୍ସ, ଉପାୟ। ଲକ୍ଷ୍ୟ ହେଉଛି ଯେ ଏଇ ଅବସ୍ଥାରେ ପହଞ୍ଚିବା, ଏଇ କାର୍ଯ୍ୟରେ ପହଞ୍ଚିବା। ଦୁଇ ଜଣ ଲୋକ, ଜଣେ ବହୁତ ପ୍ରସିଦ୍ଧ ଲୋକ ଆଉ ଜଣେ ନିଜ ଉପରେ କଣ୍ଟ୍ରୋଲ ଅଛି। କିଏ ଆମ ପାଇଁ ବେଶୀ ଦରକାର? କେଉଁ ଅବସ୍ଥା? ନିଜ ଉପରେ କଣ୍ଟ୍ରୋଲ ଥିବା ଅବସ୍ଥାଟା ଦରକାର। ଜଣେ ବ୍ୟକ୍ତି ଆସିଲେ, ସେ କ'ଣ କଲେ, ଡିକ୍ଲେୟାର କଲେ ବୁଦ୍ଧଦେବଙ୍କ ସମୟରେ ଡିକ୍ଲେୟାର କଲେ। ସେ ସବୁ ବିଷୟ ଶିଖିଲେ। ଡଙ୍ଗା କେମିତି ତିଆରି କରିବାକୁ ହେବ, ଅସ୍ତ୍ର କେମିତି ସଜାଇବାକୁ ପଡ଼ିବ, ଯୁଦ୍ଧ କରିବାକୁ ପଡ଼ିବ, ରୋଷେଇ କରିବାକୁ ପଡ଼ିବ, ସବୁ ବିଷୟରେ ସେ ଜାଣିଲେ। ତାପରେ ଡିକ୍ଲେୟାର କଲେ ଯେ ମୋଠି ଭଳି ଆଉ ବଡ଼ କେହି ନାହାନ୍ତି, ମୁଁ ସବୁ ବିଷୟରେ ଦକ୍ଷତା ହାସଲ କରିଛି। ବୁଦ୍ଧଦେବ ତାଙ୍କୁ ଶିକ୍ଷା ଦେବା ପାଇଁ ତାଙ୍କ ସମ୍ମୁଖରେ ଆସି ଠିଆ ହେଲେ। ଇଏ ପଚାରେ, ବୁଦ୍ଧଦେବ ପଚାରିଲେ ତମେ କିଏ? ନା ମୁଁ ଗୋଟେ ଲୋକ, ଏ ବିଦ୍ୟା ଜାଣିଛି, ସେ ବିଦ୍ୟା ଜାଣିଛି, ୟା କରିପାରେ, ତା କରିପାରେ, ଲିଷ୍ଟ ଗୋଟେ ଦେଇଦେଲେ। ଦେଲା ପରେ ବୁଦ୍ଧଦେବ କିଛି କହିଲେନି। ସେ କହିଲେ ଆପଣ କିଏ? ନା ମୁଁ ଗୋଟେ ଲୋକ ଯାହାର ନିଜ ଉପରେ ମୋର କଣ୍ଟ୍ରୋଲ ଅଛି। ଆମ ନିଜ ଉପରେ ଥିବା କଣ୍ଟ୍ରୋଲ ରହିବା ହେଉଛି ବହୁତ ଦରକାର। ସେ ନାରଦ ଆଉ ଜଣେ କିଏ କି ସମ୍ବାଦ ଅଛି ମନେ ପଡ଼ୁନି ସେ ବ୍ୟକ୍ତିଙ୍କ ନା। ସେ କ'ଣ କଲେ, ସେ ବ୍ୟକ୍ତି ବହୁତ ବିଦ୍ୟା ସବୁ ଶିଖିଲେ। ନା ମନେ ପଡ଼ୁନି ତାଙ୍କ ନା। ବହୁତ ବିଦ୍ୟା ଶିଖିଲେ, ସବୁ ବିଦ୍ୟା, ଆକାଶ ବିଦ୍ୟା, ଜଳଚର ବିଦ୍ୟା, ପୃଥିବୀ ବିଦ୍ୟା, ଜ୍ୟୋତିଷ, ସବୁ ବିଷୟରେ ବହୁତ ବିପତ୍ତି ଲାଭ କଲେ। ସେଥିରୁ ତଥାପି ସେ ଦେଖିଲେ ଯେ ତାଙ୍କ ମନରେ ଶାନ୍ତି ଆସୁନି, ଜମା ଶାନ୍ତି ଆସୁନି। ସବୁ ଏତେ ଜିନିଷ ଜାଣିଛନ୍ତି, ଏତେ କହୁଛନ୍ତି, ଶାନ୍ତି ନିଜ ଭିତରେ ଆସୁନି। ନାରଦଙ୍କୁ ପଚାରିଲେ, ନାରଦ ମହର୍ଷି, ଦେବର୍ଷି ପଚାରିଲେ ଯେ ଶାନ୍ତି କାହିଁକି ଆସୁନି? ନା କ'ଣ କ'ଣ ଜାଣିଛ? ସବୁ ବିଦ୍ୟା ବିଷୟରେ ସବୁ କହିବାକୁ ଆରମ୍ଭ କଲେ। ସେଥିରୁ କହିଲେ, ନାରଦଙ୍କୁ କହିଲେ ମୁଁ ଆପଣଙ୍କ ପାଖକୁ ଆସିଛି ବ୍ରହ୍ମ ବିଦ୍ୟା ଶିକ୍ଷା କରିବା ପାଇଁ। ଏଇ ଗୋଟେ ବିଦ୍ୟା ମୁଁ ଜାଣିପାରୁନି, ଯାହାକୁ ଆମେ କହିବୁ ଯେ ଆତ୍ମାର ବିଦ୍ୟା ଯେ ଜାଣିଛି, ଆତ୍ମା ଆବିଷ୍କାର, ଆତ୍ମା ଅନ୍ୱେଷଣର ବିଦ୍ୟା, ତା ପାଖରେ ଅନ୍ୟ ସବୁ ବିଦ୍ୟା ହାର ମାନିବ। ଏଠି ଅନ୍ୟ ବିଦ୍ୟାକୁ ପରିତ୍ୟାଗ କରିକି, ପ୍ରତ୍ୟାଖ୍ୟାନ କରିକିରି ଏଇ ବିଦ୍ୟା ଉପରେ ଏକାଗ୍ର ହେବାକୁ କୁହାଯାଉ ନାହିଁ। ଏଠି କୁହାଯାଉଛି ଉଭୟମେବ। ଉଭୟମେବ ଅର୍ଥ ହେଉଛି ଏଇଟା ବି ହେବ, ସେଇଟା ବି ହେବ। ତାକୁ ମା ବଢ଼ିଆ କହିଛନ୍ତି, ଡବଲ ପରଫେକ୍ସନ୍, ଇନର ପରଫେକ୍ସନ୍, ଆଉଟର ପରଫେକ୍ସନ୍। ଭିତରେ ବିପତ୍ତି ଲାଭ କରିବ, ବାହାରେ ମଧ୍ୟ ବିପତ୍ତି ଲାଭ କରିବ। ଏଇ ବିଷୟଟା ଦରକାର ହେଉଛି। The part which has done wrong must first be changed in oneself before hoping to be able to change the consequence of one action. ଆଉ ଗୋଟେ କ୍ୱେଶ୍ଚିନ୍ ହେଲା, during the concentration should we fix the thought on one thing or should we think of nothing, even silent also within, that is without thinking? ଏ ବିଷୟରେ ଆମେ ବର୍ତ୍ତମାନ କଥାବାର୍ତ୍ତା କଲୁ। ବିନା ଚିନ୍ତାରେ ରହିହେବ ନା କୌଣସି ବସ୍ତୁ ଉପରେ ଏକାଗ୍ର ହେବ? ମା କହିଲେ ଯେ ବିନା ଚିନ୍ତା ରହିପାରିଲେ ସବୁଠୁ ଭଲ। ତାପରେ ଆଉ ଗୋଟେ କ୍ୱେଶ୍ଚିନ୍, Mother, does the light you put upon us remain till we awake, make us use of it? Once acquired, does it mean remain always? ମା, ଆପଣ ଯେଉଁ ଆଲୋକ ଆମ ଉପରେ ପକାନ୍ତି, ଆମେ ତାକୁ ବ୍ୟବହାର କରିବା ଯାଏ ସେ ରହେ ନା ଚାଲିଯାଏ? ଏବଂ ଥରେ ଗଲା ପରେ ସବୁବେଳେ ଆମ ସାଙ୍ଗରେ ରୁହେ କି? ଥରେ ଆପଣ ଆଲୋକ ଆମ ଉପରେ ପକାଇଲେ ସବୁବେଳେ ରୁହେ ନା ଏପଟ ସେପଟ ରୁହେ? ମା କହିଲେ, the light that I give is not taken back, but one is not always in a state to feel it or to use it. ମା କହିଲେ, ଯେଉଁ ଆଲୋକ ମୁଁ ପକାଏ ତାକୁ ଫେରେଇ ନିଏନି, କିନ୍ତୁ ତମେ ଅବସ୍ଥା ସେ ଅବସ୍ଥା ରହିବା ଦରକାର ଯେଉଁ ଅବସ୍ଥାରେ ତାକୁ ଅନୁଭବ କରିପାରିବ। ଯେମିତି ବିଭିନ୍ନ ରକମର କଥା କୁହାଯାଇଛି। ଗୋଟେ କଥା ହେଉଛି ଦୂରରୁ ଗୋଟେ ସଙ୍ଗୀତ ବାହାରେ ଶୁଣାଉଛି, ଗୋଟେ ଅତ୍ୟନ୍ତ ପ୍ରିୟ ଗୀତ ତମର କିଏ ଗୋଟେ ବଜାଉଛି, ଫ୍ଲୁଟ୍ରେ କି ଭାୟୋଲିନ୍ରେ କି ମୁହଁରେ ଭୋକାଲରେ ବଜାଉଛି। ତୁମେ କ'ଣ କରିବ ନା ବାକି ସବୁ ଝରକାଟା ଖୋଲି ଦେଇଛ, ଝରକା ଦୂରରୁ ସେ ଗୀତ ବାହାରି ଆସୁଛି।
ତୁମେ ଫୁଲ୍ ଆଟେନ୍ସନ୍ ସହିତ ଶୁଣିବ ତାକୁ, ପୁରା ଆଟେନ୍ସନ୍ ସହିତ ଦେଇକି ଶୁଣିବ, ଯେମିତି ଅସୁବିଧା ନ ହୁଏ। ଠିକ୍ ସେଇ ଭାବରେ ଯେ ଯେଉଁ ବସ୍ତୁ ଆମ ଭିତରେ ଆସୁଛି, ନିଜ ଭିତରର ଯେଉଁ ଅଂଶ ସମ୍ମୁଖକୁ ଆସୁଛି, ତାର ଏକ କ୍ୟାପାବିଲିଟି ମଧ୍ୟ ରହିଛି। ଏଇଟା ବୁଝି ହେଉଛି ନା ନାହିଁ? କ୍ୟାପାବିଲିଟି ଅର୍ଥ ହେଉଛି ଗୋଟିଏ ଚେତନାର ଗୋଟେ ସାମର୍ଥ୍ୟ ଥାଏ। ଆମ ଭିତରେ ଯଦି ସୂକ୍ଷ୍ମତର ଅଂଶ ସମ୍ମୁଖକୁ ଆସେ, ପ୍ରକାଶ ହୁଏ, ତାହାର ଅନୁଭବ କରିବାର ସାମର୍ଥ୍ୟ ଥାଏ, ଯେମିତି ମା ଅଛନ୍ତି ସାଙ୍ଗରେ। କିନ୍ତୁ ଆମେମାନେ କଦର୍ଯ୍ୟ ଚିନ୍ତା, ଅଶୁଭ ଚିନ୍ତା ଦ୍ୱାରା ପରିପୂର୍ଣ୍ଣ ହୋଇ ରହିଛୁ। ଉତ୍ତେଜନା ଦ୍ୱାରା କ୍ରୋଧ, ରାଗ ହେଲା, ଈର୍ଷା ହେଲା, ସେଇଟା ଆମ ଚେତନାକୁ ଆଚ୍ଛନ୍ନ କରି ରଖିଛି। ଏ ଅବସ୍ଥାରେ ମାଙ୍କ ଉପସ୍ଥିତି ଅନୁଭବ କରିବା ସମ୍ଭବ ନୁହେଁ। ତେଣୁ ମାଙ୍କ ଉପସ୍ଥିତି ଥାଇ ମଧ୍ୟ ନଥିଲା ଭଳିଆ ଆମକୁ ଲାଗୁଛି। କିନ୍ତୁ ଯେତେବେଳେ ଏ ଅବସ୍ଥା ଚେତନା ଏଥିରୁ ମୁକ୍ତ ହେଇଯିବ, ସେତେବେଳେ ବୁଝି ହେବ ଯେ ମା ଅଛନ୍ତି ସାଙ୍ଗରେ ବୋଲି। ସେ କହୁଛନ୍ତି ଯେ ଆଇ ଗିଭ୍ ଇଟ୍ ବଟ୍ ୱାନ୍ ଇଜ୍ ନଟ୍ ଅଲୱେଜ୍ ଇନ୍ ଏ ଷ୍ଟେଟ୍ ଟୁ ଫିଲ୍ ଇଟ୍ ଅର୍ ୟୁଜ୍ ଇଟ୍। ଜଣେ ମା ଯଦିଓ ମାଙ୍କର ଆଲୋକ ରହିଛି, ଆମେ ଚେତନାର ସେ ଅବସ୍ଥାରେ ପହଞ୍ଚୁନି ଯାହାଫଳରେ ତାକୁ ଅନୁଭବ କରିପାରିବ। ତାପରେ ଆଉ ଗୋଟେ ପ୍ରଶ୍ନ, ମଦର, have you noticed that when you are a bit serious, I cannot stay in front of you, but why? ମା, ଆପଣ ଦେଖିଛନ୍ତି ଯେତେବେଳେ ଆପଣ ଟିକେ ସିରିୟସ୍ ହେଇଯାଉଛନ୍ତି, ମୁଁ ଆପଣଙ୍କ ପାଖରେ ରହିପାରୁନି, ପଳେଇ ଯାଉଛି, କିନ୍ତୁ କାହିଁକି ଏମିତି ହେଉଛି? ମା କହିଲେ, I did not notice this for the simple reason that what you would describe as a bit serious is due to the fact that I am concentrating on some work. ମା କହିଲେ, ଏ କଥା ମୁଁ ଦେଖିନି, କିନ୍ତୁ ତମେ ଯେଉଁ କହିଲ ଯେ ଟିକେ ମା ସିରିୟସ୍ ହେଉଛନ୍ତି, ତା ମାନେ ମୁଁ ଆଉ ଏକ କେଉଁ କାମ ଉପରେ ଏକାଗ୍ର ହେଇଛି। It is due to the fact that I am concentrating on some work. It is this concentration which gives me this serious look and at the same time prevents me from noticing the condition of the person who is outwardly with me. ମା କହିଲେ, ଏଇ ଏକାଗ୍ରତା କ'ଣ ହୁଏ ନା, ମୋତେ ମୋ ଭିତରେ ଏକ ସିରିୟସ୍ ଲୁକ୍, ଯେମିତି ବହୁତ ସିରିୟସ୍ ଅବସ୍ଥା ମୁହଁ ମା କରିଛନ୍ତି ସେମିତି ଜଣାପଡ଼େ। କିନ୍ତୁ ଏକା ସାଙ୍ଗରେ ଏଇ ଅବସ୍ଥା ମଧ୍ୟ ମୋ ସାମ୍ନାରେ କିଏ ଅଛି, ତା ଅବସ୍ଥା କ'ଣ, ସେ ବିଷୟରେ ଦେଖିବାକୁ ବିରୋଧ କରେନି। ପ୍ରିଭେଣ୍ଟସ୍ ମି ଫ୍ରମ୍ ନୋଟିସିଂ ଦି କଣ୍ଡିସନ୍ ଅଫ୍ ଦି ପର୍ସନ୍ ହୁ ଇଜ୍ ଆଉଟୱାର୍ଡଲି ୱିଥ୍ ମି। ଯେ ବାହାରେ ଯେଉଁ ଲୋକଟା ଅଛି, ତାର ବାହାର ଅବସ୍ଥା ମୁଁ ଦେଖିପାରେନି। ମା କହିଲେ, ମା, when you go into trance, is it being of the world or who call you? Is the beings of the world who call you? ମା, ଯେତେବେଳେ ଆପଣ ସମାଧିସ୍ଥ ହେଇଯାଉଛନ୍ତି, କିଏ କ'ଣ ଆପଣ ଡାକୁଛି ସେତେବେଳେ? The mother underlined the word the beings of the world, added a sign next to it and wrote. ମା କହିଲେ, beings of the world, କିଏ ଜଗତର କେଉଁ କେଉଁ ଲୋକ ଚାହୁଁଛି ଆପଣଙ୍କୁ? ମା ସାଇନ୍ ଗାର ମାରିଲେ, ଲେଖିଲେ, which beings and which world? କେଉଁ ଜଗତର କିଏ ମୋତେ ଡାକୁଛି? The men and the earth, or else then beings of the individual worlds? କ'ଣ ମଣିଷ ଆଉ ପୃଥିବୀ ଯେଉଁ କିଏ କିଏ ଡାକୁଛି କହୁଛ, କିମ୍ବା ଅଦୃଶ୍ୟ ଜଗତର କିଏ ମୋତେ ଡାକୁଛି? ପ୍ରଶ୍ନ କଲେ, or while concentrating you go into trance? ମା, ଆପଣ କ'ଣ ଏକାଗ୍ର ହେଲା ପରେ ସମାଧିସ୍ଥ ହେଇଯାଉଛନ୍ତି? ମା କହିଲେ, there is a large number of reasons for which I go into trance. I cannot explain you all that here. ଅନେକ କାରଣ ଅଛି ଯାହା ସକାଶେ ମୁଁ ସମାଧିସ୍ଥ ହେଇଯାଏ, ତାକୁ ତ ମୁଁ ସବୁ ବୁଝେଇ ପାରିବିନି। Mother, I had thought that it was the people of this world, but do the beings of the other world also call you? ମା କହିଲେ, ମା, ମୁଁ ଜାଣିଥିଲି ପୃଥିବୀର ଲୋକମାନେ ଆପଣଙ୍କୁ ଡାକନ୍ତି, ଅନ୍ୟ ଜଗତର ଲୋକ କ'ଣ ଆପଣଙ୍କୁ ଡାକନ୍ତି? ମା କହିଲେ, I could be called from everywhere according to the needs. କହିଲେ, ସମସ୍ତେ ସବୁ ଜାଗାରେ ମୋତେ ଡାକିପାରିବେ, ଯାହାର ଯେଉଁ ଦରକାର ଅଛି। Mother, have you practiced all types of yogas, whether Indian or others, or do you have the mastery in all these yogas? ମା, ଆପଣ ଭାରତୀୟ ଯୋଗ, ଅନ୍ୟ ଯୋଗ ସବୁ ପ୍ରାକ୍ଟିସ୍ କରିଛନ୍ତି ନା ଅଟୋମେଟିକାଲି ସବୁ ସିଦ୍ଧି ଲାଭ କରିଛନ୍ତି? କେଉଁଟା ଠିକ୍? or do you have the mastery of in all these yogas? ଏସବୁ ଯୋଗ ଉପରେ ଆପଣ ଅଟୋମେଟିକାଲି ପ୍ରଭୁତ୍ୱ ଆସିଯାଇଛି? ମା ଉତ୍ତର ଦେଲେ,
All the methods which came to me, I have tried them to find out what they could give. मगर ଯେତେ ସବୁ ଉପାୟ ଯେଉଁ ବିଭିନ୍ନ ସାଧନାରେ ମୋ ପାଖକୁ ଆସିଛି ମୁଁ ଦେଖିଛି କ'ଣ ସେ କାର୍ଯ୍ୟକୁ ସପୋର୍ଟ କରିପାରିବ, କ'ଣ ମୋତେ ଦେଇପାରିବ। And there is a state of consciousness in which one masters all these things when it is necessary. ଚେତନାର ଏକ ଅବସ୍ଥା ଅଛି ଯେତେବେଳେ ସବୁ ସାଧନା ଉପରେ ଜଣେ ପ୍ରଭୁତ୍ୱ ହାସଲ କରିପାରିବ। ମୁଁ କହିଲେ Mother, you wrote last time to find out what they could give. Does that mean whether they help us for the supreme realization? माँ आप कहले जे साधना सब कौन दे पारिबो काम पे ता माने कौन ता माने होची जे परम सिद्धि जो आसे उपलब्धि आडकू हम जाउछु सेति आपण कहउछंती कि माँ कहले yes to know to what extent each of the methods could help on the way। माँ कहले हाँ देखा पड़ो जे कौ कौ उपाय केते दूर आम जो कम कर बुझे विभिन्न योग साधना अच्छी तंत्र टू आरंभ कर विभिन्न योग साधना अच्छी से गुड़ाक रूपांतर जगह केते दूर साहाय्य कथा। मदर if it is not forbidden to tell then tell me how does one feel when one realize the divine। माँ जदि आप किसी आपत्ति ना कहतु भगवती उपलब्धि कले केमती लगे। माँ कहले certainly these are not things of which it is easy to speak, and when if one speaks they are still more difficult to understand for those who have not had the experience। माँ कहले निश्चय these are not the things of which it is easy to speak। ये सब विषय कहवा सहज नुहे को विषय भगवान को उपलब्धि कले केमती लगे कहवा सहज नुहे। Even if one speaks, मनकर जन कहिबो they are still more difficult to understand for those who have not had the experience। जो मानकर अनुभूति संपर्क नहीं तानको बुझवा बहुत कष्ट है आउर कष्ट है। But I can formulate it briefly like this कि अल्प करे मु कहि दोची one feels perfectly free, perfectly happy, perfectly conscious। जने संपूर्ण भाव में निजको मुक्त अनुभव करे, सुखी अनुभव करे, सचेतन अनुभव करे। आ गोटे विषय पढ़ा यहाँ हूँ महासरस्वती माँ कहते इंट्रोडक्शन देखते एवरी ईयर आई वुड गो टू द मदर ऑन सरस्वती पूजा डे। वंस शी स्पोक अबाउट महासरस्वती 25 वर्ष सरस्वती पूजा दिन माँ पाक जाए माँ महासरस्वती विषय मत कहले यू नो टुडे इज द ग्रेट डे द डिसेंट ऑफ महासरस्वती। माँ कहले कारण आज गोटे बड़ दिन आज महासरस्वती अवतरण दिन। शी इज पर्टिकुलरली अटैच्ड टू मी and renders me a lot of service from day to day। कले सर महासरस्वती मो सांगे युक्त रही था एवं दिन पर दिन मत बहुत सेवा कर बहुत मत सेवा दियंती and renders me a lot of service from day to day। प्रतिदिन दिन पर दिन अनेक मत सेवा कर सेवा दियंती and I too love her। माँ कहे मुझे भल पाए। In each of my tasks where perfection is necessary, I receive her invaluable help। प्रति कथारे जिते पूर्णता दरकार हुए तांकर बहु साहाय्य अपूरणीय साहाय्य मु पाए कार महासरस्वती। सी कम्स टू हेल्प मी से चली आसते मो साहाय्य करती एंड सी फाइंड्स ए ग्रेट जॉय से बहुत खुशी आनंद अनुभव करती बिकॉज सी इज ऑक्युपाइड विथ मटेरियल प्रोग्रेस। कारण से जागतिक उन्नति सांगे संपृक्त हो रही दि परफेक्शन दि हार्मोनी एंड दि जॉय इन द वर्ल्ड परिपूर्णता सांगे संगति सांगे कर्म जो आनंद से सकाशे से कहते से कथा हूँ जे माँ को सेवा कर सरस्वती यहाँ हूँ गोटे बहुत बड़ खुशी कारण। इट इज फॉर दिस दैट शी इज नियर मी टू डू दिस और दैट थिंग टू लाइटन माय वर्क। से सकाशे मो सांगे रही ए कम करेंगे से कम करेंगे मो कम भाड़ा गोटे कमे देवे यही सकाशे से रही। शी इज ऑलवेज देयर
to give a helping hand. ସେ ସବୁବେଳେ ତାଙ୍କର ସାହାଯ୍ୟକାରୀ ହାତକୁ ବଢ଼େଇ ଦେଇଥାନ୍ତି, so that my work is done as perfectly as possible. ଯାହାଫଳରେ ମୋ କାମ ଯେତେ ପରିପୂର୍ଣ୍ଣ ଭାବରେ ହେବା କଥା ହେଇପାରିବ, and evidently faster, ଓ ନିଶ୍ଚିତ ଭାବରେ ଶୀଘ୍ର କାମ ହେଇପାରିବ. You know, it is in the physical perfection that the work of transformation begins. ତମେ ଜାଣ ଯେ ଭୌତିକ ପରିପୂର୍ଣ୍ଣତାରେ ହିଁ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୁଏ. In that the work of transformation begins. ଭୌତିକ ପରିପୂର୍ଣ୍ଣତାରେ ରୂପାନ୍ତର କାର୍ଯ୍ୟ ଆରମ୍ଭ ହୁଏ. And it is in the imperceptible perfection in material life that the seed of transformation can grow. ଯେ ଭୌତିକ ଜୀବନରେ ପରିପୂର୍ଣ୍ଣତାର ବୀଜ ବପନ କଲେ ରୂପାନ୍ତର କାର୍ଯ୍ୟ ଆରମ୍ଭ ହେଇପାରିବ. That is why she is indispensable to begin the process of material transformation. ସେଇଥିପାଇଁ ମହାସରସ୍ୱତୀଙ୍କର ଏକାନ୍ତ ଆବଶ୍ୟକତା ଅଛି ଭୌତିକ ରୂପାନ୍ତର ପାଇଁ. ଭୌତିକ ରୂପାନ୍ତର ପାଇଁ ମହାସରସ୍ୱତୀଙ୍କର ବହୁତ ଆବଶ୍ୟକତା ଅଛି. When all around me and everywhere I look, in the surroundings and near me, she has established a harmony, a peace and a joy in her expression, with a dedication and surrender to belong to me. When all around me, ମାଁ କହିଲେ ଯେତେବେଳେ ମୁଁ ସବୁ ଚତୁର୍ଦିଗରେ ସବୁଆଡ଼େ ମୁଁ ଦେଖେ ଯାହା ମୋତେ ପରିବେଶିତ କରି ରହିଛି, ମୋ ପାଖରେ ରହିଛି, ସବୁଥିରେ ସେ ସଂଗତି ଭରି ଦିଅନ୍ତି, ଶାନ୍ତି ଭରି ଦିଅନ୍ତି, ଆନନ୍ଦ ଭରି ଦିଅନ୍ତି. with a dedication and surrender to the being to me, belong to me. ଏବଂ ଯାହା ଫଳରେ ସେ ମୋର ହେଇଯିବେ, ମୋର ଏହି କାମ କରିବେ, ଏହା ହିଁ ତାଙ୍କ ଭିତରେ ଥାଏ. Spontaneously, the body absorbs these things in itself. ଏହି ଫଳରେ ଶରୀର ଆକୁ ଗ୍ରହଣ କରିପାରେ. And the work of transformation is done much more easily. ରୂପାନ୍ତର କାର୍ଯ୍ୟ ଆହୁରି ସହଜରେ ହେଇପାରିବ. It is in this way that Mahasaraswati helps me to hasten the work of transformation. ଏହି ଭାବରେ ମହାସରସ୍ୱତୀ ରୂପାନ୍ତର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୋତେ ସାହାଯ୍ୟ କରନ୍ତି. ଏସବୁ ତାପରେ ଲେଖିଛନ୍ତି ଯେ ଦେବଦେବୀ ମାନେ ଏହି ସକାଶେ ସାହାଯ୍ୟ କରନ୍ତି ମାଆଙ୍କୁ. କହିଲେ ମାଆଙ୍କ ସକାଶେ କିଛି ଦରକାର ନାହିଁ. ମାଆ କହିଲେ ମୁଁ ସେମାନଙ୍କୁ ଏମିତି ଜବରଦସ୍ତ କରେନି, କହେନି. କିନ୍ତୁ ଯଦି ଜଣେ କିଏ ଡାକିଲା, ତାଙ୍କ ପ୍ରତି ରିସେପ୍ଟିଭ୍ ହେଲା, ସେ ଚାଲି ଆସିବେ, କହିଲେ ସେଇଟା ମୋ ଶରୀରକୁ ସାହାଯ୍ୟ କରେ, କିନ୍ତୁ ମୋ ନିଜ ସକାଶେ ମୁଁ ତାଙ୍କୁ କହିପାରିବିନି. ସେଭଳିଆ ସମ୍ପର୍କ ମୋ ପଛରେ ନାହିଁ. ତାପରେ କହିଲେ sometimes I have to do a lot to do. I know that physically it will be impossible to accomplish so many things at the same time. ମତେ କେତେକ ସମୟରେ ମୋତେ ବହୁତ କାମ କରିବାକୁ ଥାଏ, ଆଉ ସ୍ଥୂଳ ଭାବରେ ଏତେ ଗୁଡ଼ିଏ କାମ କରିବା ସମ୍ଭବପର ନୁହେଁ. I distribute the work to these gods and goddesses. ଏ ଦେବଦେବୀ ମାନଙ୍କୁ କାମ ବାଣ୍ଟି ଦିଏ. କହିଲେ ନିଜ ଏତେ ଗୁଡ଼ିଏ କାମ ଭୌତିକ ଭାବରେ କରିହେବନି ଫିଜିକାଲି, ଦେବଦେବୀ ମାନଙ୍କୁ ବିଭିନ୍ନ କାମ ବାଣ୍ଟି ଦିଏ. Moreover, there are many of them who are there. They find a great joy in doing something for me. ତାପରେ ଅନେକ ଦେବଦେବୀ ଅଛନ୍ତି ଯେଉଁମାନେ ଭାରି ଖୁସି ହୁଅନ୍ତି, କୃତକୃତ୍ୟ ହୁଅନ୍ତି ମାଆଙ୍କଠୁ କିଛି କାମ ପାଇଲେ. ଏଠି ମାନେ ଆମେ ଏମିତି କାମ ବେଶୀ ହେଲେ କ'ଣ ଆମେ କମ୍ପ୍ଲେନ୍ କରୁ, ସେମାନେ ଖୁସି ହେଇଯାଆନ୍ତି ଯେ ଏତେ ଗୁଡ଼ିଏ କାମ ମାଆ ଆମକୁ କିଛି କାମ ଦେଉଛନ୍ତି କରିବା ପାଇଁ. It is like this that I become somewhat free to do my work of sadhana on myself. ତାଙ୍କୁ କିଛି କାମ ଦେଲା ପରେ ମୁଁ କିଛି ସାଧନା ମୋ ପାଇଁ କରିବା ପାଇଁ ମୁଁ କିଛି ସମୟ ପାଏ. And among these Mahasaraswati predominates speeding up all that I have to do. ଏମାନଙ୍କ ଭିତରେ ମହାସରସ୍ୱତୀ ଅନ୍ୟତମ. ସେ କାମକୁ ତ୍ୱରାନ୍ୱିତ କରନ୍ତି, ଶୀଘ୍ର କରନ୍ତି. ମୁଁ ଯେଉଁ କାମ କରିଥାନ୍ତି ବହୁତ ଶୀଘ୍ର ସେ କରିଦିଅନ୍ତି. She is very close to me. ସେ ମୋର ଅତ୍ୟନ୍ତ ନିକଟତର. She knows the reward for rendering a service to me. କହିଲେ ମୋତେ କିଛି ସେବା କଲେ ତାଙ୍କର ଯେଉଁ ମଙ୍ଗଳ ହେବ ତାହା ସେ ଭଲ ଭାବରେ ଜାଣିଛନ୍ତି. ବୁଝଉଛି କାହାର ମଙ୍ଗଳ ହେବ? ସେ ଦେବଦେବୀ ମାଙ୍କ ମଙ୍ଗଳ ହେବ ମାଙ୍କ କାମ କଲେ. She is very devoted. ସେ ବହୁତ ଭକ୍ତ କିଏ? ମା ସରସ୍ୱତୀ. The thing that I love the most is that she is a perfectionist of the highest degree. ଯାହା ମୁଁ ସବୁଠୁ ଭଲ ପାଏ ସେ ଏକ ପୂର୍ଣ୍ଣତା ଆକାଂକ୍ଷୀ ସର୍ବୋଚ୍ଚ ସ୍ତରରେ. And does not ask much in return. କିଛି ପ୍ରତିଦାନରେ ସେ କିଛି ଚାହାନ୍ତିନି. She is a perfectionist of the highest degree and does not ask much in return. She is always on the alert to help me. ମହାସରସ୍ୱତୀ ସବୁବେଳେ ରେଡି ଥାନ୍ତି, ସଚେତନ ଥାନ୍ତି କେମିତି କ'ଣ ସାହାଯ୍ୟ କରିବେ.
It is the same with Mahakali. Mahakali के मध्य एका कथा महालक्ष्मी एंड दुर्गा महाकाली महालक्ष्मी दुर्गा एका कथा ये भाव से साहाଯ୍य करती बिकॉज दे नो वेरी वेल दैट इट इज बाय मी दैट दे प्रोग्रेस कारण भल भाव जानती मो द्वारा से अग्रगति करें को माने ये देवदेवी माने एंड दे विल हैव एज मच एज इज नेसेसरी जहाँ दरकार सब मिल दैट इज व्हाई दे हैव द राइट एटीट्यूड से से भल मनोभाव थाए ताहले आम ये भल मनोभाव थे कौन करूँ ना जिते पारे से कंप्लेन न करी काम करूँ माँ ताहले माँ खुशी हे आउ कहार प्रीत्यार्थी न कि माँ को प्रीत्यार्थी आम कम कर अच्छा बट दि अदर गॉड्स इफ दे डू समथिंग फॉर मी दे आर ग्रीडी टू हैव समथिंग इन रिटर्न अन्य देव मैंने जदि किसी काम करेंगे मोपाई ताहले से किसी प्रत्युपकार चाहिए बहुत बट आई नो वेरी वेल दैट आई हैव टू डू एंड नेग्लेक्ट नो वन मुझे जानती मत समस्त काम करा पड़ो क्या मुझे नेग्लेक्ट कर पारे then you see how all this work gets done देखो यही भाव से काम करा जाए even without my thinking about it मुझे चिंता न करे मध्य but I keep some work specially for myself मो पे मु किसी काम सब रखे the work of transformation the body जे रूपांतर शरीर रूपांतर कामटा मो पे रखे क्या दिए which demands a real effort otherwise I would be lazy like all of you जब न रखी मु तुम भाया अलसुआ अच्छा तापरे ये तो बहुत तुम देवदेवी सांगे माँ जो संपर्क ये संपर्क हूँ बहुत चमत्कार संपर्क से मैंने आम पढ़नु माँ बही ए देवता मैंने साथी बोली मन पड़ी माँ बही ये जो कम करा गोटे अद्भुत भाव में आम सांगे सफ्टवेयर वर्ल्ड गोटे संपर्क रही आम जो राइट एटीट्यूड रखू विशेष भाव में विल नॉट कॉन्सेंट्रेट ऑन आवर थॉट्स आम चिंता पर आम एकाग्र हेनी आम आम इनवर्डली विल सिक समथिंग सिक बुझे खोजुब आ गए वस्तु का बाहर काम भितर ताहले बाहर काम गुड़ाक एक उपाय हो घर ओळेबा हो काम करवा हो जो काम हो बाहर काम गुड़िक उपाय होटा माँ कृत्यकृत्य हेनी आम कृत्यकृत्य हेबू जे माँ कि कम कर व्हाट इज द माँ का काम ना सी वांट्स टू मैनिफेस्ट हरसेल्फ पृथ्वी से प्रकाश होती प्रकाश करने चाहती एवं से साहाय्य करवा जो दूर संभव यहाँ हूँ माँ का तेणु आम जो काम काम कर सुजोग मिली माँ से कहले तुम भूल जाइच मोर किंतु पूरा मन अच्छे तुम कौ जन्म के गोटे चिंता कर मुझे माँ द्वारा आसवे कम हम पृथ्वी आम जन्मग्रहण कर तुम जन्म होटा माँ को पचरा मातृवाणी प्रथम भाग में केमती आम ये एकाठी होलु माँ कहले आम बहु जन्म एकाठी होलु तेणु ये जन्म एकाठी ये अर्थ कहले माँ को बुझीक कहले से अकल्टिजम विषय आग्रह था ये दिन से भाव में उत्तर मुझे ये भाव में किंतु समवेयर अदर वी आर लिंक्ड विथ ईच अदर